କାହିଁ କେଉଁ ଅନାଦି କାଳରୁ ବେଦ ଉପନିଷଦ ପରି ଜ୍ୟୋତିଷ ଶାସ୍ତ୍ରର ଆବଶ୍ୟକତାକୁ ଉପଲବ୍ଧି କରିଛନ୍ତି ଦେବ, ମାନବ, ଦାନବ ଏମିତିକି ଈଶ୍ୱର। ମର୍ତ୍ତ୍ୟ ବୈକୁଣ୍ଠରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ପ୍ରତ୍ୟେକ ପ୍ରଭାତରେ ଶୁଣିଥାନ୍ତି ନିଜର ଦୈନନ୍ଦିନ ରାଶିଚକ୍ର। ପୁରୀ ନାହକ ଜାତକ ପଢ଼ି ଶୁଣାଇଥାନ୍ତି ମହାପ୍ରଭୁଙ୍କୁ ଦୈନନ୍ଦିନ ଗ୍ରହ ନକ୍ଷତ୍ରଙ୍କ ଚଳନ, ତିଥିବାର, ଶୁଭବେଳା। ସେହିପରି ମଣିଷ ଦୁଃଖ ଦୈନ୍ୟ ରୋଗ ବ୍ୟାଧିର ଶିକାର ହୋଇ ନିଜର ଜାତକ ଦେଖାଇ ସମସ୍ତ ଗ୍ରହ ଦୋଷ ଖଣ୍ଡନ କରିଥାନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରର ଆବଶ୍ୟକତା ରହିଛି। ଏହା ମଧ୍ୟ ବିଜ୍ଞାନ ସମ୍ମତ। ଶ୍ରୀକ୍ଷେତ୍ରରେ ଏକାଧାରରେ ଜଣେ ଜ୍ୟୋତିର୍ବିଦ, ସୁଲେଖକ, ପ୍ରାବନ୍ଧିକ, ଗାଳ୍ପିକ, ନାଟ୍ୟକାର, ପୁରୋହିତ, ରାଷ୍ଟ୍ରଭାଷା ପ୍ରଚାରକ, ଜ୍ୟୋତିଷ ଶାସ୍ତ୍ର ବିଶାରଦ, ଜ୍ୟୋତିଷ ସୁଧାକର, ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ। नमस्कार, मोर नाम मीनकेतन पट्टजोशी। पिता बानम्बर पट्टजोशी, माता रमामणि पट्टजोशी, ज्येष्ठ भाई विनायक पट्टजोशी। मोर घर खोर्धा जिलार असरला ग्राम। ଉପର ମାଳିସାହି ବିପଦନାଶନ ମହାବୀର ଲେନ୍ରେ ଅବସ୍ଥାନ କରୁଥିବା ମୀନକେତନ ଖୋର୍ଦ୍ଧା ଜିଲ୍ଲା ପିଚୁକୁଳି ଅସରଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଚୁକୁଳିରେ ଜନ୍ମଲାଭ କରି ପବିତ୍ର ଶ୍ରୀକ୍ଷେତ୍ରରେ ନିଜର କର୍ମମୟ ଜୀବନ ଆରମ୍ଭ କରି ନିଷ୍ଠା ଅଧ୍ୟବସାୟ ବଳରେ ଅଧ୍ୟାପକ ପଦବୀ ହାସଲ କରିଛନ୍ତି। ଶ୍ରୀଯୁକ୍ତ ପଟ୍ଟଯୋଶୀଙ୍କର ପିଲାଟି ଦିନରୁ ଜ୍ୟୋତିଷ ଶାସ୍ତ୍ର ପ୍ରତି ଅହେତୁକ ଆଗ୍ରହ ବଢ଼ିଥିଲା। ତାଙ୍କ ଜେଜେବାପା ଖଡ଼ି ପକାଇ ସମସ୍ତ ଗଣନା କରୁଥିଲେ। ତାହାର ଫଳ ମଧ୍ୟ ଲୋକମାନଙ୍କର ଉପକାରରେ ଲାଗୁଥିଲା। ଗାଁର ସମସ୍ତ ଶୁଭ କାର୍ଯ୍ୟରେ ଜେଜେବାପାଙ୍କର ଉପସ୍ଥିତି ସମସ୍ତଙ୍କୁ ଚକିତ କରୁଥିବାର ଦେଖି ଅଧ୍ୟାପକ ମୀନକେତନଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ସେ ଭାବିଥିଲେ ଇଏ ତ ମାତ୍ର ଖଡ଼ି, କେମିତି ଭବିଷ୍ୟତର କଥା କହୁଛି। ତାଙ୍କ ମନରେ କୌତୂହଳ ପ୍ରକାଶ ପାଇଥିଲା। ଏ ଖଡ଼ି ଖଣ୍ଡିଏ କ'ଣ ଲେଖିଦେଉଛୁ ଯେ ସମସ୍ତେ ଖୁସିରେ ଫେରୁଛନ୍ତି। ପରେ ସେ ବିଦ୍ୟା ଅଧ୍ୟୟନ କରିବା ସହ ଜ୍ୟୋତିଷ ବିଦ୍ୟା ଶିକ୍ଷା ଲାଭ କରିଥିଲେ। ଜ୍ୟୋତିଷ ବିଶାରଦ ମୀନକେତନ ସେହିଦିନ ଠାରୁ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଏବେ ଶିଖରକୁ ଛୁଇଁ ପାରିଥିବା ସେ ପ୍ରକାଶ କରିଛନ୍ତି। ଯେତେବେଳେ ପିଲାଦିନେ ବିଦ୍ୟା ଅଧ୍ୟୟନ କରୁଥିଲି, ବିଶେଷ କରିକି ସେଇ ଷଷ୍ଠ ସପ୍ତମ ବେଳର କଥା, ସେତେବେଳେ ଯୋଗ ବାରିଧି ବୋଲି ଗୋଟିଏ ବହିଟିଏ ମୋ ଜେଜେବାପାଙ୍କର ଥିଲା। ସେଇ ବହିଟାକୁ ଟିକେ ପଢ଼ିଲି, ଆଉ ତା ସାଥିରେ କେତେକ ବହି ମଧ୍ୟ ପଢ଼ିଲି। ପଢ଼ିବା ସମୟରେ କି ମୋର ଦୃଷ୍ଟିଗୋଚର ହେଲା ଯେ ଜ୍ୟୋତିଷ ଶାସ୍ତ୍ର ହେଉଛି ସତ୍ୟ ଶାସ୍ତ୍ର। ସେଥିରେ ଲେଖାଯାଇଥିଲା, ବିଫଳ ନ୍ୟନ୍ୟ ଶାସ୍ତ୍ରାଣି ବିବାଦେସ୍ତୁ କେବଳଂ ସଫଳଂ ଜ୍ୟୋତିଷ ଶାସ୍ତ୍ର ଚନ୍ଦ୍ରାର୍କ ଯତ୍ର ସାକ୍ଷିଣ। ଏ ସୂର୍ଯ୍ୟ ଆଉ ଚନ୍ଦ୍ର ଥିବାରୁ ଏ ଜ୍ୟୋତିଷ ଶାସ୍ତ୍ର ସତ୍ୟ। ଏଇ କଥାଟା ମୁଁ ଶୁଣିଲା ପରେ ବହୁତ ଆଗ୍ରହ ସୃଷ୍ଟି ହେଲା। ଦିନକର ଘଟଣା, ଆମର ଶଗଡ଼ ଦୁଇଟି କାଠ ଆଣିବାକୁ ଯାଇଥାଏ। ସନ୍ଧ୍ୟା ହେଇଗଲା, ମୋର ମାମୁଁ ସେଥିରେ ଯାଇଥାନ୍ତି। ଯେତେବେଳେ ରାତି ହେଇକି ବର୍ଷା ହେଲା, ମୋ ବୋଉ ଭାରି ଇତସ୍ତତ ହେଲା। ଜେଜେବାପାଙ୍କ ପାଖକୁ ଗଲା, କହିଲା ନନା ଆଉ ଗୋଟେ ଖଡ଼ିଟିଏ ପକେଇଲ, ପ୍ରସନ୍ନ ଯାଇଥିଲା କାଠ ପାଇଁ ଯେ କାହିଁ ଆସିନି। ବାପା ସେଥିରେ ଏଇ ପୋଥିଟି, ଏଇଠି ଅଛି ଏଇ ପୋଥିଟି ସିଏ ଗୋଟିଏ ଦୁବଟିଏ ଖୋସିବାକୁ କହିଲେ। ସେ ଦୁବରେ କିରି ପ୍ରଶ୍ନର ଉତ୍ତର କହିଲେ, ଯା ସିଏ ଖାଇ ପିଇକି ଶୋଇଲେଣି, ଜଣେ ବାବୁ ଭାରି ଚର୍ଚ୍ଚା କଲେ, ସକାଳୁ ଆସିକି ପହଞ୍ଚିବେ। ବୋଉ ଆସିଲା, ମୁଁ ବି ତାଙ୍କ ସାଥିରେ ଆସିଲି, ଖାଇ ପିଇକି ଶୋଇଲୁ। ସକାଳୁ ଯେତେବେଳେ ବୋଉ ଖଡ଼ ଖଡ଼ ଶୁଣିକି ଯେତେବେଳେ ବାଡ଼ି ଆଡ଼କୁ ଗଲା, ମୁଁ ତା ପଛେ ପଛେ ଦୌଡ଼ିଲି। ସେ ସେଠି ପଚାରିଲେ, ଆରେ ପ୍ରସନ୍ନ କେଉଁଠି କାଲି ରାତିରେ ରହିଲୁ ରେ ଧନ, କେମିତି କ'ଣ ଖାଇଲ କ'ଣ? ନା ତୁ କାହିଁ ବ୍ୟସ୍ତ ହେଉଛୁ, ଜଣେ ବାବୁ ଆମକୁ ଖାଇବାକୁ ଦେଲେ, ପିଣ୍ଡାରେ ଶୁଆଇଲେ, ସକାଳୁ ସକାଳୁ ଆସୁଛୁ। ଯେ ବାପା କହିଥିବା କଥା ଆଉ ଆଜି ମାମୁଁ କହିବା କଥା ପ୍ରାୟ ମେଳ ଖାଇବାରୁ ମୁଁ ଆହୁରି ଆଶ୍ଚର୍ଯ୍ୟ ହେଇଗଲି। ହଁ, ଜ୍ୟୋତିଷଶାସ୍ତ୍ର ଏତେ ସତ୍ୟ, ତେବେ ଏ ପାଠଟାକୁ ଶିଖିଲେ କ'ଣ ହେବ? ଅବଶ୍ୟ ମୋର ବୁଧ ସ୍ୱଗୃହୀ ହେଇକି ଦ୍ୱିତୀୟରେ ଅଛନ୍ତି, ତେଣୁ ମୋର ଜ୍ୟୋତିର୍ବିଦ ଯୋଗ ଥିଲା, ମୁଁ ଏବେ ଜାଣିଲି। କିନ୍ତୁ ପିଲାଦିନରୁ ମୁଁ ଆସ୍ତେ ଆସ୍ତେ ଜ୍ୟୋତିଷ ଶିକ୍ଷା ପ୍ରତି ଆଗ୍ରହୀ ହେଇଗଲି। ପାଠ ପଢ଼ିବା ସାଥିରେ ଜ୍ୟୋତିଷ ବିଦ୍ୟା ବି କରେ। ଖଡ଼ି ପକାଉଥିଲି। 96 ମସିହାରେ ଯେତେବେଳେ ମୁଁ ସତ୍ୟ ମହାବୀର ମନ୍ଦିର VIP ରୋଡ଼ ପ୍ରଭୁଙ୍କର ସେବାରେ ଲାଗିଥାଏ,
ସେତେବେଳେ ରାତିରେ ମୁଁ ସ୍ୱପ୍ନ ଦେଖିଲି ହନୁମାନ ମୋତେ ଆସିକି ପାଖରେ କହୁଛନ୍ତି ଜାତକ ଶିଖିବୁ ପରା। ମୁଁ କହିଲି ହଁ ହଁ ନା ମୁଁ ଡାକୁଛି ତୁ ଲେଖୁନୁ। ସିଏ କ'ଣ ଡାକିଲେ ମୁଁ କ'ଣ ଲେଖିଲି, କିନ୍ତୁ ସକାଳ ପାଇଲେ ଆସିକି ଏଥର ଜ୍ୟୋତିଷ ବିଦ୍ୟା ସବୁ ଜାଣିପାରୁଛି। ଆସ୍ତେ ଆସ୍ତେ ଜଣ ଜଣଙ୍କର ଯେତେବେଳେ ମୋ ଜାତକକୁ ଆଗ ପ୍ରଥମେ ଲେଖିଲି, ମୋ ଜାତକକୁ ଦେଖିଲି, କାରଣ ମୁଁ ଯେତେବେଳେ ଜ୍ୟୋତିଷ ଶ୍ରୀ ପରୀକ୍ଷା ଦେଉଥିଲି ଭାଗ୍ୟଲିପି ଅଧୀନରେ, ସେତେବେଳେ ମୋରି ଜାତକକୁ ବେଶ କରିକି ସେ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଥିଲେ। ତେଣୁ ଯେତେବେଳେ ମୁଁ ଦେଖିଲି ଲେଖିଲି, ତାପରେ ଆସ୍ତେ ଆସ୍ତେ ଲୋକମାନେ ଦେଖିଲେ, ତାପରେ ଗୋଟିଏ 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 ହେଇକି ସେଇ ଦିନଠୁ ଲୋକ ଧାଡ଼ି ଲାଗିଲେ। ତାପରେ କିରି ବର୍ତ୍ତମାନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଜ୍ୟୋତିଷ ବିଦ୍ୟା ଚାଲିଛି। ବୃତ୍ତିରେ ଜଣେ ଅଧ୍ୟାପକ ଭାବରେ ଛାତ୍ରଛାତ୍ରୀଙ୍କ ନିକଟରେ ସେ ଯେତିକି ପ୍ରିୟଭାଜନ, ପ୍ରବୃତ୍ତିରେ ମଧ୍ୟ ସମସ୍ତଙ୍କର ପ୍ରିୟ ଭାଇନା ଭାବରେ ସେ ବେଶ୍ ଜଣାଶୁଣା। ପ୍ରତ୍ୟେକ ପ୍ରତ୍ୟୁଷରେ ସେ ନିଜର ନିତ୍ୟକର୍ମ ସାରି ଭିଆଇପି ରୋଡରେ ଥିବା ସତ୍ୟ ମହାବୀରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ। ଶ୍ରଦ୍ଧାଳୁ ଭକ୍ତମାନେ ମହାବୀରଙ୍କୁ ପୂଜାର୍ଚ୍ଚନା କରି ନିଜର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଏସବୁ କ୍ଷେତ୍ରରେ ମୀନ ଭାଇନା ତାଙ୍କୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି। ସେହିପରି ହେରାଗୌରୀ ସାହିରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ନିଜର କୌଳିକ ପରମ୍ପରାକୁ ବଜାୟ ରଖି ଶିବ ଆରାଧନା, ଅଭିଷେକ, ଜଳାଭିଷେକ କରି ଶ୍ରଦ୍ଧାଳୁ ଶୈବ ଭକ୍ତମାନଙ୍କ ମନଲାଖି ପୂଜାର୍ଚ୍ଚନା କରିବାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି ମୀନ ଭାଇନା। ଏହି ମନ୍ଦିରରେ ବିବାହ ବ୍ରତ, ଯାଗଯଜ୍ଞ, ଶୀତଳ ଷଷ୍ଠୀ, ଜାଗର ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ। ପ୍ରଫେସନଟା ମୋର ଅଧ୍ୟାପକ। ମୁଁ ଗୋପୀନାଥ ଦେବ ଡିଗ୍ରୀ କଲେଜରେ ଓଡ଼ିଆ ଅଧ୍ୟାପକ ହିସାବରେ ଥିଲି, କିନ୍ତୁ ତାହା ସରକାରୀ ସ୍ୱୀକୃତି ନ ପାଇବାରୁ ତେଣୁ ମୁଁ ସେଥିରୁ ବର୍ତ୍ତମାନ ବିରତି ନେଇଛି। କିନ୍ତୁ ବର୍ତ୍ତମାନ ଜ୍ୟୋତିଷ ବିଦ୍ୟା ହେଲେ ମୋର ହେଇଯାଇଛି ବେଉସା। ହଁ, କବି କେମିତି ହେଲି? ଚତୁର୍ଥ ସପ୍ତମରେ, ଚତୁର୍ଥରୁ ସପ୍ତମ ଭିତରେ କିରି ମୁଁ ବାହାଘର ଆଉ ବ୍ରତଘରର ଗୀତ ଗୁଡ଼ିକ ସବୁ ଲେଖେ। ମୋତେ ସବୁ ସାହି ପଡ଼ିଶାର ଲୋକମାନେ କହନ୍ତି ଯେ ଆମ ପୁଅ ବ୍ରତ ହେବ ଗୋଟେ ଗୀତ ଲେଖିଦେଲା, ଆମ ଝିଅ ବାହା ହେବ ଗୋଟେ ଗୀତ ଲେଖିଦେଲା। ସେ ଗୀତ ଗୁଡ଼ାକ ଭାରି ପସନ୍ଦ ହେଲା, ତେଣୁ ମୋତେ କବି କବି ବୋଲି କେହି କେହି ଥଟ୍ଟାରେ ଅଜାମାନେ ଡାକନ୍ତି। ତାପରେ କିରି ଆସ୍ତେ 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 ଗୋଟେ ଖବରକାଗଜରେ ବାହାରିଲା ଯେ ଜଣେ ମାଇଁ ତାଙ୍କ ଭଣଜାକୁ ନିର୍ଯାତିତ କରିଥିଲେ। ଏଇ ଖବରଟାକୁ ଯେତେବେଳେ ମୁଁ ଧର୍ମ ବିରୋଧୀ ନାରୀର ଚକ୍ରାନ୍ତ ବହିରେ ଲେଖିଲି, ଏ ବହିଟିକି ବିକିକି ସେ ଲୋକଟି ବହୁତ ଉପକୃତ ହେଲା, ଜମିବାଡ଼ି କିଣିଲା, ଘରଦ୍ୱାର ରହିଲା, ଏତେ ଗୁଡ଼ିଏ ପଇସା ପାଇଲା। ତାପରେ କିରି ମୁଁ ଚିନ୍ତା କଲି, ନାଇଁ କବିତା ତ ମୋର ହେଉଛି, ମୁଁ କବିତା ଲେଖିବି। ଏମିତି ଲେଖୁ 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 ଏବେ ଜଗନ୍ନାଥଙ୍କ ବିଷୟରେ କିରି ବହୁତ କବିତା ଲେଖିଲିଣି। ଆଉ ମଧ୍ୟ ମୁଁ 11 ଖଣ୍ଡ ବହି ବି ଛପେଇଲିଣି। ଆଉ ସେଇଦିନଠୁ ଅନବରତ ଭାବରେ ଲେଖା ଚାଲିଛି। ଗୋଟେ ହଠାତ୍ ଗୋଟେ ପେଟ ଭିତରକୁ ପଳେଇ ଆସେ ନିଆଁ ହୁଳା ପରିକା, ଆଉ ହଠାତ୍ ଲେଖି ପକାଏ। ଆଉ ମୁଁ କ ଅନୁପ୍ରାସରେ କଳାକାହ୍ନୁ କାଳିଆ ସୁନ୍ଦରାକାଣ୍ଡକୁ ଓଡ଼ିଆରେ ଅନୁବାଦ କରିଛି। ଓଡ଼ିଆ ସାହିତ୍ୟର ଇତିହାସ ମୂଳରୁ ଏ ପର୍ଯ୍ୟନ୍ତ ଯେତେ ସବୁ କବି ଯାହା ସବୁ ଲେଖା ତାକୁ ମଧ୍ୟ ମୁଁ ଓଡ଼ିଆରେ ଲେଖିଛି। ତା ବ୍ୟତୀତ ମୁଁ ଶର୍ମିଷ୍ଠା କାବ୍ୟକୁ, ନନ୍ଦକିଶୋର ବଳଙ୍କର ଶର୍ମିଷ୍ଠା କାବ୍ୟକୁ ଛୋଟେଇକି ଲେଖିଛି।
श्री जगन्नाथଙ୍କର ନବକଳେବର ବହିଟିଏ ଲେଖିଛି। ଭାଙ୍ଗାଙ୍କର ଭବିଷ୍ୟତବାଣୀ। ଭାଙ୍ଗା ଜଣେ ବୁଲଗେରିଆ ମହିଳା, ସିଏ ବହୁତ ଆଶ୍ଚର୍ଯ୍ୟଜନକ ଭବିଷ୍ୟତବାଣୀ କରିଥିଲେ, ଯାହାକି ସମ୍ବାଦରେ ପ୍ରକାଶିତ ହୋଇଥିଲା। ତାକୁ ମଧ୍ୟ ଗୋଟିଏ ଭାଙ୍ଗାଙ୍କ ଭବିଷ୍ୟତବାଣୀ ବିଷୟରେ ଲେଖିଛି। ଶିବଙ୍କର ବାହାଘର ପ୍ରସଙ୍ଗରେ ଶିବ ବିବାହ ବହିଟିଏ ମଧ୍ୟ ଲେଖିଛି। ଆଉ ପାଠ୍ୟପୁସ୍ତକ ସମ୍ବନ୍ଧୀୟ ଗଳ୍ପ ଓ ରଚନାମାଳା, ଓଡ଼ିଆ କବିତା ପ୍ରାଚୀନରୁ ଆଧୁନିକ, ଏଇସବୁ ବହି ଗୁଡ଼ିକ ମୁଁ ଲେଖିଛି। ଆଉ ମୋର PhD ଥେସିସ୍ର ମହାଲକ୍ଷ୍ମୀ ଉପାସନା ଏକ ତାତ୍ତ୍ୱିକ ଅନୁଶୀଳନ, ସେ ବହିଟି ମଧ୍ୟ ମୁଁ କରିଛି। ମୋର ଫେମସ୍ କହିଲେ କଳାକାହ୍ନୁ କାଳିଆ ବି ହେବ, ମହାଲକ୍ଷ୍ମୀଙ୍କ ବିଷୟରେ ବି ହେବ। ମୋର ସବୁଗୁଡ଼ିକ ଆଦରଣୀୟ ଆଉ ଲୋକଙ୍କର ମନ ଛୁଇଁଲା ପରିକା। ମୋର ପ୍ରତ୍ୟେକଟି କବିତା ଠୁ ବହି ପର୍ଯ୍ୟନ୍ତ ସବୁଗୁଡ଼ିକ ଉଚ୍ଚ କୋଟିର ପରିକା ଲାଗେ ଲୋକମାନଙ୍କୁ। ସେହିପରି ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ସ୍ୱଗୃହରେ ନିଜ ଖର୍ଚ୍ଚରେ ପିତା ବାନାମ୍ବର ପଟ୍ଟଯୋଶୀଙ୍କ ନାମରେ ଏକ ପାଠାଗାର ପ୍ରତିଷ୍ଠା କରିଛନ୍ତି। ବାନାମ୍ବର ପାଠାଗାର ପରିସରରେ ବହୁ ଉପାଦେୟ ପାଠ୍ୟ ପୁସ୍ତକ, ମହାପୁରୁଷମାନଙ୍କ ଗ୍ରନ୍ଥାବଳୀ, ପୋଥି ପୁରାଣ, ଜ୍ୟୋତିଷ ଶାସ୍ତ୍ରର ବହୁ ପୁରାତନ ଗ୍ରନ୍ଥ, ଶ୍ରୀ ଜଗନ୍ନାଥଙ୍କ ତଥ୍ୟମୂଳକ ଗ୍ରନ୍ଥ, ମନୁ ସଂହିତା, ଭୃଗୁ ସଂହିତା, ବହୁ ପ୍ରାଚୀନ ପୋଥି, ନବଗ୍ରହଙ୍କ ପଥର, ପ୍ରାୟ 70 ବର୍ଷର ପୁରୁଣା ପଞ୍ଜିକା ମଧ୍ୟ ରହିଛି। ଜାତକ ବିଷୟରେ ଆଲୋଚନା କରିବାକୁ ଯେତେବେଳେ ମୁଁ ଲୋକମାନଙ୍କ ପାଖରେ କି ଜାତକ ପ୍ରସଙ୍ଗକୁ ଉତ୍ଥାପନ କରେ, ମୁଁ କହେ ଯେ ଏଇ ଯେଉଁ 12ଟି ରାଶି ରହିଛି, ଏ 12ଟି ରାଶି 12ଟି ମାସ, ଏ ମାସର ଅଧିପତି ଅଛନ୍ତି। ଯେମିତି ଭାଦ୍ରବର ହେଉଛନ୍ତି ରବି, ଶ୍ରାବଣର ହେଉଛନ୍ତି ଚନ୍ଦ୍ରମା, ସେମିତି ପ୍ରତ୍ୟେକ ଗ୍ରହ ଗୋଟେ ଗୋଟେ ମାସର ଅଧିପତି ଅଛନ୍ତି। ସେମାନେ କାଳକ୍ରମେ ବୁଲୁ ବୁଲୁ ଯେଉଁ ଲୋକର ଯେଉଁଠି ଅବସ୍ଥାନ କରିଥାଏ, ଲଗ୍ନ ଠାରୁ ଯେତିକି ଦୂରରେ ଥାଏ, ତାକୁ ସେଇ ଫଳ ହିଁ ଦେଇଥାନ୍ତି। ଯେପରି ରବିଙ୍କର ମସ୍ତିଷ୍କ, ହୃଦୟ, ପିତା ଆଉ ଘରର ମୁଖ୍ୟ, ଏଗୁଡ଼ାକ ଯେମିତି ଜାଣି ହୁଏ, ସେମିତି ଚନ୍ଦ୍ରଙ୍କର ସେମିତି ମା, ଥଣ୍ଡା, ମନସା ଜାତ ଚନ୍ଦ୍ରମା। ତେଣୁ ମନ କଥା, ମଙ୍ଗଳଙ୍କଠୁ ଭାଇ କଥା, ବୁଧଙ୍କଠୁ ପିଲାଙ୍କ କଥା, ଶନିଙ୍କଠୁ ଘରର ଚାକର କଥା, ରାହୁଙ୍କଠୁ ଚଣ୍ଡାଳ କଥା, କେତୁଙ୍କଠୁ ଭିକାରୀ କଥା, ପ୍ରତ୍ୟେକ କଥା ଏଇ ତାଙ୍କର ଭାବ ଅନୁଯାୟୀ ହିଁ ବାହାରେ। ମହାମାନବ ବିନୋବା ଭାବେଙ୍କର ଗୋଟିଏ ଆର୍ଟିକଲ ମୁଁ ଏବେ ଲେଖୁଥିଲି, ତାଙ୍କ କଥା ଯେତେବେଳେ ମୁଁ ଏ ବହିଟିରୁ ପଢ଼ିଲି ବହୁ ଆଶ୍ଚର୍ଯ୍ୟ ଲାଗିଲା। ସିଏ ପ୍ରକୃତରେ ମହାମାନବ ଯୋଗ୍ୟ। ପାଠକୁ ସେ ତିଳେ ମାତ୍ର ମହାନତା ନ ଦେଇ ତାଙ୍କର ସାର୍ଟିଫିକେଟ୍ ଗୁଡ଼ିକ ସେ ଚିରି ଦେଇଥିବାର ସେଥିରେ ଉଲ୍ଲେଖ ରଖାହେଇଛି। ମୁଁ ଯେତେବେଳେ ପଢ଼ିଲି ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କହିଲି ପାଠ ଗୁଡ଼ାକ ସବୁ ସାର୍ଟିଫିକେଟ୍ ଗୁଡ଼ାକ ସବୁ ଚିରି ଦେଲେ। ସାର୍ଟିଫିକେଟ୍ ତାଙ୍କର ଆବଶ୍ୟକତା ନଥିଲା। ତାଙ୍କର ଆବଶ୍ୟକତା ଥିଲା ଗାନ୍ଧୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସିଏ ଗାଁ ଗାଁ ବୁଲି ଭିକ୍ଷା କରୁଥିଲେ, ଭୂମି ଭିକ୍ଷା କରୁଥିଲେ। ଅସହାୟ ଲୋକମାନଙ୍କୁ, ଯେଉଁମାନେ ସବୁ ଭୂମିହୀନ, ସେମାନଙ୍କୁ ଭୂମି ବାଣ୍ଟୁଥିଲେ। ତେଣୁ ତାଙ୍କୁ ଭୂମିବାଲା ବୋଲି ମଧ୍ୟ ଲୋକେ ଡାକିଲେ ଶେଷକୁ। ତେଣୁ ସିଏ ଲୋକମାନଙ୍କର ଏତେ ଉପକାର କଲେ ଯେ ତାଙ୍କ ଜୀବନଟି ସେଥିରେ ସଡ଼ି ସଡ଼ି ଗଲା। ଗୋପବନ୍ଧୁଙ୍କ ପରିକା ସେ ଶେଷକୁ ବହୁତ କଷ୍ଟ ସହିଛନ୍ତି। ତାପରେ କିରି ତାଙ୍କର ଏଇ ଆର୍ଟିକଲ ଲେଖିଲା ପରେ ମୋର ଗୋଟେ ଅଭ୍ୟୁଦୟ ଘଟିଲା। ମୁଁ ସେ ଚାକିରି ଫାକିରିକି ଆଉ ଛାଡ଼ି ଦେଇକି ଭଲେଣ୍ଟରି ରିଟାୟାରମେଣ୍ଟ କରି ଆଉ ମୁଁ ବର୍ତ୍ତମାନ ଏଠି ଜ୍ୟୋତିଷ ବିଦ୍ୟାରେ ମନ ପ୍ରାଣ ଦେଇଦେଇଛି, ଲୋକମାନଙ୍କର ସେବା କରୁଛି। ମୁଁ କାହାଠୁ ବିଶେଷ ଦକ୍ଷିଣା ନିଏ ନାହିଁ। ଯିଏ ଯାହା ଶ୍ରଦ୍ଧାରେ ଦିଅନ୍ତି ମୁଁ ତାକୁ ଗ୍ରହଣ କରେ। ଏକଥା ମୁଁ ରାବଣ ସଂହିତାରୁ ଦେଖିଲି। ରାବଣ ସଂହିତାରେ ଲେଖା ଅଛି, ଯଦି ପରର ଅନିଷ୍ଟ କରିବ ନିଜର ଅନିଷ୍ଟ ଆଗ ପ୍ରଥମେ ହେବ। ତେଣୁ ପରଠୁ ଅନିଷ୍ଟ ନ କରିକି ମୁଁ ତାଙ୍କର କାମ କରିଦିଏ। ଯିଏ ଯାହା ଶ୍ରଦ୍ଧାରେ ଦେଲା। ଏଇ ମନେକର କିଏ 100 ଟଙ୍କା ଦେଲା, କିଏ 10 ଟଙ୍କା ଦେଲା। ଆଉ ଜଣେ ବୁଢ଼ୀ କପିଳେଶ୍ୱରପୁର ଆସିଥିଲେ, ସେ ଯୋଡ଼ିଏ ଅମୃତଭଣ୍ଡା ତାଙ୍କ ବାଡ଼ିଆଡ଼େ ଫଳିଥିଲା ଯେ ସିଏ ଆଣିକି ଦେଇଛନ୍ତି ଦକ୍ଷିଣା ସ୍ୱରୂପ। ବହୁତ ଖୁସି ହେଲି। ମା କେଡ଼େ ଶ୍ରଦ୍ଧାରେ ଆଣିଛନ୍ତି ଯୋଡ଼ିଏ ଅମୃତଭଣ୍ଡା, ପୁଣି କଷି ହଉ ପଛେ ଶ୍ରଦ୍ଧା ତ ଅଛି। ତେଣୁ ତାଙ୍କ ଶ୍ରଦ୍ଧା ସ୍ୱରୂପ ମୁଁ ମଧ୍ୟ ଆପ୍ୟାୟିତ କରିକି ତାଙ୍କୁ 2 ଖଣ୍ଡି ଗାମୁଛା ଦେଲି। ମାଙ୍କୁ ନମସ୍କାର ହେଲି, ତାଙ୍କର ଦୁଃଖ କଥା ବୁଝିଲି। ତେଣୁ ପଇସା ବଡ଼ କଥା ନୁହେଁ, ଲୋକଙ୍କର କାମ ବଡ଼ କଥା। ଇଏ ନଦେଲା ସିଏ ଦେବ, ସିଏ ନଦେଲା ଆଉ ପୁଣି କିଏ ଆସିଲେ ଦେବ। ବିଧାତା ଚଳଉଛି, କିଛି ଅସୁବିଧା। ତାକୁ ତ ଜ୍ୟୋତିଷ ଶାସ୍ତ୍ରରେ ତ ମହାଲକ୍ଷ୍ମୀ ନିଜେ କହିଛନ୍ତି, ପରର ସେବା କରିକି ତୁମେ ମାନେ ଚଳିବ। ତେଣୁ ମୁଁ ତୁମକୁ ଏଇ ଅଭିଶାପ ଦେଉଅଛି। ତାଙ୍କ ଅଭିଶାପ ଯଥାର୍ଥ ହେଇଛି। ପିଚୁକୁଳିରେ ଜନ୍ମଲାଭ କରି ପବିତ୍ର ଶ୍ରୀକ୍ଷେତ୍ରରେ ନିଜର କର୍ମମୟ ଜୀବନ ଆରମ୍ଭ କରି ସେ ପାଇଛନ୍ତି ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା। ବିବାହ, ବ୍ରତ, ଜନ୍ମୋତ୍ସବ ଇତ୍ୟାଦି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ସେ ସାଉଁଟିଛନ୍ତି ଅନେକ ସମ୍ମାନ।
ଖାଲି ସେତିକି ନୁହେଁ, ଅଧ୍ୟାପକ ମୀନକେତନ ପଟ୍ଟଯୋଶୀଙ୍କର ବହୁ ଗଳ୍ପ ଉପାଦେୟ ଲେଖା, ସେଥିମଧ୍ୟରେ ଯୁଗ ପ୍ରବର୍ତ୍ତକ ରାଧାନାଥ ରାୟ, ଆଦିକବି ସାରଳା, ସେ ଓଡ଼ିଆ ସାହିତ୍ୟରେ ଲକ୍ଷ୍ମୀ ଉପାସନା, ଭାରତରେ ଦେବୀ ଉପାସନା ପରମ୍ପରା ଓ ଲକ୍ଷ୍ମୀ ଉପାସନା, ବିଶୁବ ଓ ବିଶ୍ୱକର୍ମା, ଓଡ଼ିଆ ନୂଆବର୍ଷ ଓ ମହାବୀର, ଖୋର୍ଦ୍ଧା ଜିଲ୍ଲାର ଲୋକାଚାର ପ୍ରଭୃତି ଆଲେଖ୍ୟ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ସ୍ଥାନିତ ହୋଇଛି। ଯୁଗ ପ୍ରବର୍ତ୍ତକ ରାଧାନାଥ ରାୟ, ଆଦିକବି ସାରଳା, ବିଜୟା ଦଶମୀ, ଚିତ୍ର ସାହିତ୍ୟ, ଉତ୍କଳମଣି, ନୀଳାଦ୍ରି ବିଜୟ, ଜଗନ୍ନାଥ ଦାରୁ ଆସୁଛନ୍ତି, ଜଗନ୍ନାଥ ସ୍ୱାମୀ, ବଳରାମ ଦାସ, ଫୁଲ, ଚନ୍ଦନଜାତ, ବିଶ୍ୱ କବିତା ଦିବସ ଇତ୍ୟାଦି କବିତା ଗୁଡ଼ିକ ଟିକେତାରା, ଶ୍ରୀଲେଖା, ବର୍ଷା, ତୀର୍ଥକ୍ଷେତ୍ର ଏହିପରି ଅନେକ ପତ୍ରିକାର ପୃଷ୍ଠାମଣ୍ଡନ କରିଛି। ମୁଁ ଦିନେ ମନରେ ଚିନ୍ତା କଲି, ଜଗନ୍ନାଥଙ୍କ ମନରେ ପଚାରିଲି, ମୁଁ କହିଲି ପ୍ରଭୁ ଆଉ କ'ଣ ନିର୍ଦ୍ଦେଶ କରୁନ, କ'ଣ ଟିକେ ଲେଖାଲେଖି କରିବି। ହଠାତ୍ କରି ଗୋଟେ ମନରେ ଆସିଲା, ଡିକ୍ସନାରୀଟା ପାଖରେ ଥିଲା, ଡିକ୍ସନାରୀରେ ସେ ଯେଉଁ କ ଶବ୍ଦ ଗୁଡ଼ିକ ବ୍ୟବହାର କରିକି କଳାକାହ୍ନୁ କାଳିଆ ଲେଖି ବସିଲି। ସେଇ କଳାକାହ୍ନୁ କାଳିଆରେ ଡିକ୍ସନାରୀ କ ଶବ୍ଦ ଗୁଡ଼ିକ ସିରିଏଲ ଭାବରେ ସରିଗଲା। ଏମିତି ମଧ୍ୟ ମଝିରେ ମୁଁ ଅନୁଭବ କରିଛି, ଯେମିତି ଜୟଦେବଙ୍କୁ ଲେଖି ଦେଇଥିଲେ ଗୋଟିଏ ପଦ, ଦେହି ପଦ ପଲ ମୁଦାରମ୍ ବୋଲି ଶୁଣାଯାଏ, ସେମିତି ମଧ୍ୟ ମୋର ଯେଉଁ ପଦ ଗୁଡ଼ିକ ମନେ ପଡ଼ିବ ସେ ମୋତେ ସ୍ୱପ୍ନାଦେଶ କରିକି କହିଦିଅନ୍ତି, ତେଣୁ ମୁଁ ଲେଖିଦିଏ। ସେ ବହିଟି ମୋତେ ବହୁତ ଭଲ ଲାଗେ। ସେଥିରୁ ଦୁଇ ପଦ ଆପଣଙ୍କୁ ଶୁଣାଉଛି। କକରେ କକର ଚନ୍ଦ୍ରିକା ନାଇଛୁ, କଳା କାହ୍ନୁ ତୁ କାଳିଆ, କପରି ଗଠନ ତୋର ଏକ ଆଖି ଆରଟି ଚାନ୍ଦ ଭଳିଆ, କଣ ତୁ ଦେଲୁ ଇନ୍ଦ୍ର ଦୁମୁନକୁ ତୋଳାଇଲେ ଶ୍ରୀମନ୍ଦିର, କଣ ମାଗିଲା ବର ତୁ ଦେଖିଲୁ ଅପୁତ୍ରିକ ହେଲା ସାର, କଁ ହୋଇ ପଳାଇ ସେ ଗଲା ଗାଲୁଆ ଗାଲ ମାଧବ, କଁ ବେଳ ସତାୟୁ ଶରୀର ବିଶ୍ୱକର୍ମା ଗଢ଼େ ଦେବ, କଁରା ଦିଶଇ ତୋହର ଅଧର ନାମ ଯେଣୁ ରଙ୍ଗାଧର, କଁରା ଦିଶଇ ପତିତ ପାବନ ଉଡ଼େ ଶ୍ରୀମନ୍ଦିର ଚୂଳ, କଅଁଳ ଭାଷା ତ ନନ୍ଦ କହୁଥିଲେ ବ୍ରଜ ନାରୀ, କଅଁଳ ଦେହକୁ ଗେଲ କରିବାକୁ ଝୁରୁଥିଲେ ଗୋପ ନାରୀ, କଅଁଳା ପୁଅକୁ ମାରିବା ସକାଶେ ଆସେ ପୁତନା ଅସୁରୀ, କଅଁଳା ଦିନରୁ ଆସିଲୁ ଗୋପକୁ କଂସ ନ ଜାଣିଲା ପରି, କଅଁଳିବା ଦିନ ଥିଲୁ କଂସ ଘରେ ସେଠାରୁ ଆସିଲୁ ଗୋପ, କଅଁଳିବା ରିପୁ ପ୍ରଥମେ ପୁତନା ସ୍ତନ ଦେଇ ମୋକ୍ଷ ପାପ, କୋଇ କରିବାରୁ ଜୀବନ ପାଇଲୁ ବକା ଥିଲା ତୋତେ ଗିଳି, କୋଇ କରିବାକୁ କହିଲେ ଯଶୋଦା ଦେଖିଲେ ଶପଥ ପୁରୀ, କଇଁ ପଦୁଅକୁ ଘରଣୀ କରିଲେ ତୋହର ଦୁଇ ନୟନ, କଇଁ ପଦୁଅରେ ଗଠନ ହୋଇଛି ତୁମ୍ଭର ଚକା ନୟନ, କଇଁଆ ଫଳଟି ସହଜେ ବଙ୍କା ତ ସରୁ ଚାହାଣି, କଇଁଆ ରସରେ ପରିଣତ ହେଲା ରାଧାଙ୍କ ପ୍ରେମ କାହାଣୀ, କଇଁ କଇଁ କାନ୍ଦ ଶୁଭୁଥିଲା ତୋର କଂସ ରାଜା ବନ୍ଦୀ ଶାଳେ, କଇଁ କଇଁ କାନ୍ଦି ରାଜା ଉଗ୍ରସେନ ପଡ଼ିଥିଲେ ପାଦ ତଳେ, କଇଁଚି ପରିକା ଦୁଇ ପଟେ ଘର ଗୋପ ମଥୁରା ତା ନାମ, କଇଁଚି ପରିକା ସବୁ କାଟିଦେଲ ମହାଭାରତ ପ୍ରମାଣ, କଇଁଚି କାକୁଡ଼ି ତୋଳୁଥିଲେ ଗୋପୀ ଖାଇବ ରାଧାର ଶୁଆ, କଇଁଚି କାକୁଡ଼ି ପରି ତ ଅଧର କରିଲା ତାଙ୍କୁ ଭକୁଆ, କଇଁଛ ରୂପକୁ ଦ୍ୱିତୀୟ ଧରିଲ ମତ୍ସ୍ୟ ଅବତାର ଏକ, କଇଁଛ ପିଠିର ଗଲୁ ମାରିବାକୁ ସମୁଦ୍ର ମନ୍ଥନେ ଡାକ, କଇଁଥା ରନ୍ଧଣା ବାଲୁରି ଲକ୍ଷ୍ମୀର ଶ୍ରୀ ମହାପ୍ରସାଦେ ଟେକ, କଇଁଥା କ୍ଷତକୁ ଶୁଖାଇ କୁବୁଜା ସୁନ୍ଦରୀ କହନ୍ତି ଲୋକ, କଇଁ ବେଣ୍ଟ ଥାଏ ଜଳଧି ଭିତରେ ଚନ୍ଦ୍ର ହୋଇ ଗେଲ କରୁ, କଇଁ ବେଣ୍ଟ ଧରି କାଳିଅ ଦଳନ ପଦ୍ମ ପାଦେ ନାଚ କରୁ,
ଗଳ୍ପ କବିତା ପ୍ରବନ୍ଧ ଲେଖିବାରେ ଧୁରିଣ ମୀନକେତନ 2012ରେ ଟିକିତାରା ସମ୍ମାନ, ଚିତ୍ର ସାହିତ୍ୟ ସମ୍ମାନ 2016ରେ, ସ୍ୱଭାବ କବି ସମ୍ମାନ 2018, ମୈତ୍ରେୟ ଶ୍ରେଷ୍ଠ ଲେଖକ ସମ୍ମାନ 2018, ସଚେତନ କବି ସମ୍ମାନ, ସତ୍ୟନାରାୟଣ କବିତା ସମ୍ମାନ, ଶ୍ରୀଗୁଣ୍ଡିଚା ସେବା ସମ୍ମାନ, ଶ୍ରୀ ପୁରୁଷୋତ୍ତମ ସେବା ସମ୍ମାନ, ସତ୍ୟନାରାୟଣ ସାହିତ୍ୟ ସମ୍ମାନ, କବି କଳ୍ପଦ୍ରୁମ ସମ୍ମାନ, ଜ୍ୟୋତିଷ ଶାସ୍ତ୍ର ବିଶାରଦ ଭାବରେ ସେ 2098 ମସିହାରେ ଜ୍ୟୋତିଷ ଶ୍ରୀ, 1999 ମସିହାରେ ଜ୍ୟୋତିଷ ସୁଧାକର ପୁରସ୍କାର, ଜ୍ୟୋତିଷ ଦାରୁବ୍ରହ୍ମ ପୁରସ୍କାର, 2012ରେ ଜ୍ୟୋତିଷ ସିଦ୍ଧାନ୍ତ ସମ୍ରାଟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏତଦ୍ ବ୍ୟତୀତ ଜ୍ୟୋତିଷ ବୃହସ୍ପତି, ଜ୍ୟୋତିଷ ବିଶାରଦ 2021, ଜ୍ୟୋତିର୍ବିଦ୍ୟା ବାଚସ୍ପତି, ଜ୍ୟୋତିଷ ବିଦ୍ୟାଭୂଷଣ 2021 ମସିହାରେ ଲାଭ କରିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ଶ୍ରୀ ଜଗନ୍ନାଥଙ୍କ ନବକଳେବର, ଶିବ ବିବାହ, ଜ୍ୟୋତିଷ ସିଦ୍ଧାନ୍ତ, ଓଡ଼ିଆ ସାହିତ୍ୟର ଇତିହାସ, କଳାକାହ୍ନୁ କାଳିଆ, ମହାଲକ୍ଷ୍ମୀ ଉପାସନା ଏକ ଅନୁଶୀଳନ, ଓଡ଼ିଆ ସୁନ୍ଦରାକାଣ୍ଡ, ଶ୍ରୀ ଶ୍ରୀ ସତ୍ୟନାରାୟଣ ଜନ୍ମପାଲା ଇତ୍ୟାଦି ପୁସ୍ତକ ରଚନା କରି ସେ ଏକ ମାଇଲ ଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ହଁ, ଜୀବନର ଅନୁଭୂତି ଭିତରେ କିରି ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ମୋତେ ସେଦିନ ଯେତେବେଳେ ପ୍ରାପ୍ତ ହେଲା, ମୁଁ ତାକୁ ଯେତେବେଳେ ଲକ୍ଷ୍ମୀ ପୁରାଣ ବହିଟିଏ କଲି, ସେତେବେଳେ ମୁଁ ମହାଲକ୍ଷ୍ମୀକି ଚିନ୍ତା କରିକି କାନ୍ଦି ପକାଇଲି। ମୋତେ ଲାଗିଲା ସେ ଫଟୋରୁ ମହାଲକ୍ଷ୍ମୀ ନିଜେ ପଳେଇ ଆସୁଛନ୍ତି, ଆଉ ପଣତକା ଢାଙ୍କି ଦେଇ କହୁଛନ୍ତି କନା କିଛି ଚିନ୍ତା କରନା, ବହୁତ ଲେଖିବୁ, ବହୁତ ଲେଖିବୁ, ଲେଖି ଚାଲ। ତାଙ୍କର ପ୍ରେରଣା ପାଇକି ମୁଁ ଏବେ ବି ଲେଖି ଚାଲୁଛି। ବହୁତ ବହୁତ ବହି, ସୁନ୍ଦରାକାଣ୍ଡ। ଥରେ ଆମ ମନ୍ଦିରରେ ତୁଳସୀ ଦାସଙ୍କ ରଚିତ ହିନ୍ଦୀ ସୁନ୍ଦରାକାଣ୍ଡଟି ପାଠ କରାହେଉଥିଲା। ବୁଢ଼ୀମାନେ ବସିଥିଲେ, ସେମାନେ ଉତ୍କଳ ଭାଷାରେ ବୁଝିବା ଲୋକ, ହିନ୍ଦୀ ଭାଷା ବୁଝିପାରୁନଥିଲେ। ମୁଁ ପଚାରିଲି ଜଣେ ମାଉସୀ, ମାଉସୀ ସୁନ୍ଦରାକାଣ୍ଡ ଶୁଣିଲ? ନା ବାପା ମୁଁ ବୁଝିପାରୁନି, ଖାଲି ବାଜା ଶୁଣୁଛି, ତାଙ୍କ ଗୀତ ଶୁଣୁଛି, କିନ୍ତୁ ବୁଝିପାରୁନି। ମୁଁ କହିଲି ହଁ, ତୁମ ପାଇଁ, ତୁମରି ମାନଙ୍କ ପାଇଁ ମୁଁ ଓଡ଼ିଆରେ ଲେଖିଦେବି ସୁନ୍ଦରାକାଣ୍ଡ। ଅତି ସୁନ୍ଦର ହେଇଛି ସୁନ୍ଦରାକାଣ୍ଡ। ଗୋଟିଏ ପଦ ଆପଣଙ୍କୁ ଶୁଣେଇବି। ସେଇ ହିନ୍ଦୀ ଭାବାର୍ଥରୁ ମୁଁ ତାକୁ ଉତ୍କଳ ଅନୁବାଦ କରିଦେଲି। ସୁନ୍ଦରାକାଣ୍ଡ। ଚନ୍ଦ୍ରଶେଖରକୁ ଚାହିଁ ପୁଛନ୍ତି ଗୌରୀ, ଆଦ୍ୟ ଅଯୋଧ୍ୟାରଣ୍ୟ କିଷ୍କିନ୍ଧା ଏପରି, ସୁନ୍ଦର କାଣ୍ଡକୁ ପ୍ରଭୁ କୁହନ୍ତୁ ବୁଝାଇ, ଶୁଣିବାକୁ ଶ୍ରଦ୍ଧା ମୋର ମନେ ଉପୁଜଇ, ଦେବୀଙ୍କ ବଚନ ଶୁଣି କୈଳାସପତି, କହୁଛନ୍ତି ରାମାୟଣ ଶୁଣ ଗୋ ପାର୍ବତୀ, ଜାମ୍ବବାନ ଉପଦେଶ ଶୁଣି ହନୁମାନ, ଅନ୍ୟ ବାନରେ ଡକାଇ କହେ ଭାଇ ଶୁଣ, ମୋ ଫେରିବା ବାଟ ଚାହିଁ ଅପେକ୍ଷା କରିବ, ଫଳମୂଳ ଖାଇ ଦୁଃଖ କଷ୍ଟେ ରହିଥିବ, ସୀତାଙ୍କୁ ଦେଖିଲେ ମୋର କାର୍ଯ୍ୟ ସିଦ୍ଧି ହେବ, ସେହିପରି ଯନ୍ତେ ତୁମ୍ଭେ ଅପେକ୍ଷା କରିବ। ଏହା କହି ହନୁମାନ ସ୍ମରି ରାମ ନାମ, ସମୁଦ୍ର କୂଳେ ପର୍ବତ ସୁନ୍ଦର ତା ନାମ, ତା ଉପରେ ରାମ ସ୍ମରି କରିଲେ ଗର୍ଜନ, କୁଦା ମାରି ଡେଇଁ ଗଲେ ପବନ ନନ୍ଦନ, ପାଦ ଚାପେ ସୁନ୍ଦର ଯେ ପାତାଳେ ପଶିଲା, ସୁନ୍ଦରାକାଣ୍ଡ ନାମ ତା ସ୍ମୃତିରେ ହୋଇଲା, ହନୁମାନ ଆକାଶରେ କ୍ଷେପିଲେ ତ୍ୱରିତ, ସମୁଦ୍ର ବିଚାରି ଡାକି ମୈନାକ ପର୍ବତେ, କହିଲେ ଟିକିଏ ଜଳୁ ବାହାରିବା ହେଉ, ହନୁମାନ ତୋ ଉପରେ ଟିକେ ବସି ଯାଉ, ଇନ୍ଦ୍ର ବଜ୍ରେ ପର୍ବତଙ୍କ ପକ୍ଷ ଛେଦ କଲେ, ପବନ ଉଡ଼ାଇ ଆଣି ଏଠାରେ ରଖିଲେ, ସେହି ଦିନୁ ହେ ମୈନାକ ମୋର ଗର୍ଭରେ ବାସ କରି ରହିଅଛ ଆନନ୍ଦ ଚିତ୍ତରେ, ଆଜି ପବନ ନନ୍ଦନ ଲଙ୍କା ଯାଉଅଛି,
ତୁମେ କ'ଣ ସାହାଯ୍ୟ କରିବ ନାହିଁ କିଛି। ବରୁଣଙ୍କ କଥା ଶୁଣି ମୈନାକ ଉଠିଲେ, ହନୁମାନ ପାଦେ ପଡ଼ି ନମସ୍କାର କଲେ। ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ଏକ ଛୋଟ ସଂସାର। ଏ ଭିତରେ ସେ ଝିଅକୁ ମଧ୍ୟ ଜ୍ୟୋତିଷ ବିଦ୍ୟା ଶିକ୍ଷା ଦେଉଛନ୍ତି। ଏ ଦିଗରେ ତାଙ୍କ ପତ୍ନୀ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସେ କହିଛନ୍ତି। ମୋ ନାଁ ହେଉଛି ଜ୍ୟୋତ୍ସ୍ନାରାଣୀ ପାଟଯୋଶୀ, ଆଉ ମୋ ଘର ହେଉଛି ନୟାଗଡ଼। ମୋ ବାହାଘର 18 ବର୍ଷ ହେଲାଣି। ହଁ, କିଛି ଅସୁବିଧା ହୁଏନି, ସବୁ ଏମିତି ବୁଝନ୍ତି ଆଉ। ଆମ ପିଲାଙ୍କ କଥା, ଆମ କଥା, ଘର କଥା ସବୁ ସେଇ ଭିତରେ ସବୁ ଚାଲିଛି ଆଉ। ହଁ, ବହୁତ ଖୁସି ଅଛି। ଯୋଉ ବହି ଲେଖୁଛନ୍ତି ଆପଣ କିଛି ହେଲ୍ପ କରୁଛନ୍ତି? ହଁ, ସେ ଏମିତି କିଛିଟା ହେଲ୍ପ ହଉଛି ଆଉ। ହଁ ହଁ, ପଢୁଛୁ। ହଁ, ଭଲ ଲାଗେ। ହଁ, ଭଲ ଲାଗେ। କଳାକାନୁ କାଳିଆ ଆଉ ଏମିତି କେତେଟା ବହି ସେ ଲେଖିଛନ୍ତି ଆଉ। ଭଲ ଲାଗେ ଆଉ। ପଢିବାକୁ ଭଲ ଲାଗେ? ହଁ, ଭଲ ଲାଗେ। ବେଳେ ବେଳେ ପଢେ ବସିକି ଲିଜର ସମୟରେ ଆଉ। ଆପଣ ଗୃହିଣୀ, ଚାକିରି କରିବାକୁ ଇଚ୍ଛା ଅଛି? ନା, ଚାକିରି ନା, ମୋ ସ୍ୱାମୀ ଚାକିରି କି ପସନ୍ଦ କରନ୍ତିନି। ଆଉ ମୁଁ ଓଡ଼ିଆରେ ପିଜି କରିଛି ବାଣୀବିହାର କଲେଜରେ। ଇଣ୍ଟରେଷ୍ଟ ତଥାପି ହୁଏ, ତଥାପି ଘର ଜଞ୍ଜାଳ ଛାଡ଼ିକି ହେଟା ଇଣ୍ଟରେଷ୍ଟ ଦେଇପାରୁନି। ନାଇଁ, ବହୁତ ସୁଖ, ଦୁଃଖ କିଛି ନାହିଁ ମୋ ଜୀବନରେ, ବହୁତ ସୁଖ। ସିଏ ମୋ ସ୍ୱାମୀ ମୋତେ ବହୁତ ଭଲ, ସବୁ ନିଜ ମନ ଜାଣିକି ସବୁ କରନ୍ତି, ସବୁ ଆଣି ଦିଅନ୍ତି, ସବୁ ପଚାରନ୍ତି, ବହୁତ ଭଲ, କିଛି ଅସୁବିଧା ନାହିଁ। ସବୁ ତ ସୁଖ, ସେମିତି କିଛି ସେମିତି ଥରେ ଥରେ ଜ୍ୱର ହଉଥିଲା, ମୁଁ ଏମିତି କିଛି ଖାଇନଥିଲି। ଥରେ ସିଏ ଆସିକି ମୋର ଥରେ ଘା ବାହାରିଥିଲା ଛାତିରେ। ସିଏ ଆସିକି ଡାକ୍ତର କହିଲେ ଯେ ନାଇଁ, ତମେ ତାଙ୍କ ସହିତ କିଛି ଇଏ କର ନା। ଶିଖିରି ନାହିଁ, ଡାକ୍ତର ସହିତ ଡାକ୍ତର କଥା କ'ଣ ମାନିବି। ଆଉ ସିଏ ମୋର ଶୋଇବା ସୁଶ୍ରୁଷା କରି ମୋତେ ଭଲ କରିଦେଇଥିଲେ। କିନ୍ତୁ ଇଭିନ୍ ମୋ ବାପା ମଧ୍ୟ ମୋତେ ସାହାଯ୍ୟ କରିନାହାନ୍ତି ଏଥିରେ। ମୋ ସ୍ୱାମୀ ବି ଲାଗି ମୁଁ ବଞ୍ଚିଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜଗତ କରତା, ବଳିୟାର ଭୁଜ, ମହାବାହୁ ଶରଣ ରକ୍ଷଣ, ଅଗତିର ଗତି, ଅନାଥର ନାଥ। ଶ୍ରୀ ଜଗନ୍ନାଥ ସମସ୍ତଙ୍କ ଭାଗ୍ୟ ଡୋରି ହାତରେ ଧରିଛନ୍ତି। ମହାପ୍ରଭୁ ମୀନକେତନଙ୍କ ଚଲାପଥ କୁସୁମିତ କରନ୍ତୁ, ଚନ୍ଦନ ଚର୍ଚ୍ଚିତ କରନ୍ତୁ। ସେ ଜ୍ୟୋତିଷ ଶାସ୍ତ୍ରରେ ଧୂଳିଣ ହୋଇ ଜଗତର ମଙ୍ଗଳ କରନ୍ତୁ, ଏହା ହିଁ କାମନା।